ବୁର୍ଲା ସ୍ଥିତ ଇସ୍କନ ମନ୍ଦିରଠାରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ବହୁ ଉତ୍ସାହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ବୁର୍ଲା ତଥା ସମ୍ବଲପୁର ଅଞ୍ଚଳର ପାଖାପାଖି 10,000 ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦାନ କରିଥିଲେ। ଜନ୍ମାଷ୍ଟମୀ ଉପଲକ୍ଷେ 7 ଦିନ ଧରି ଭାଗବତ ସପ୍ତାହ ଶ୍ରୀପାଦ ପାଦସେବା ଦାସ ଓ ଶ୍ରୀପାଦ ସାନ୍ଦୀପନୀ ମୁନି ଦାସଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଭକ୍ତମାନଙ୍କର ସମାଗମ ମଧ୍ୟରେ ହରିନାମ ସଂକୀର୍ତ୍ତନ ସହ ଅନେକ ମାଙ୍ଗଳିକ ଦ୍ରବ୍ୟ ଆଦିରେ ଭଗବାନ ଶ୍ରୀକୃଷ୍ଣଙ୍କର ଭବ୍ୟ ଅଭିଷେକ କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ଇସ୍କନ ୟୁଥ୍ ଫୋରମ ପକ୍ଷରୁ ଲୋକଶିକ୍ଷା ପାଇଁ ଆକର୍ଷଣୀୟ ନାଟକ ପରିବେଷଣ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବକ୍ତୃତା, କୁଇଜ୍, ଶ୍ଲୋକ ଆବୃତ୍ତି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସମସ୍ତ ଆଗନ୍ତୁକ ଭକ୍ତବନ୍ଧୁଙ୍କୁ ଭଗବାନଙ୍କର ସୁସ୍ୱାଦୁ ପ୍ରସାଦ ନିଃଶୁଳ୍କ ବିତରଣ କରାଯାଇଥିଲା। ଏହି ଅବସରରେ MCL ଅଫିସ କ୍ଲବଠାରେ ମୋଟିଭେସନାଲ ସେମିନାର ଓ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ MCL ବୁର୍ଲାର 300ରୁ ଉର୍ଦ୍ଧ୍ୱ ଅଫିସରମାନେ ଯୋଗଦାନ କରିଥିଲେ। ଏହା ସଙ୍ଗେ ସଙ୍ଗେ VSSUT ଠାରେ ସେମିନାର ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ 500ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଏବଂ ଅଧ୍ୟାପକମାନେ ଯୋଗଦାନ କରିଥିଲେ। ମାଝିପାଲି ସ୍ଥିତ ଏମ୍ସ କଲେଜଠାରେ ଇସ୍କନ ବୁର୍ଲା ପକ୍ଷରୁ ହରିନାମ ସଂକୀର୍ତ୍ତନ ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ 700ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ଏହି ଅବସରରେ ବୈଦିକ ସଂସ୍କୃତି ଆଧାରିତ ସିଲ୍ SC ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଦ୍ୱାରା ବିଚରିତ 700ରୁ ଉର୍ଦ୍ଧ୍ୱ ପୁସ୍ତକ ଏମ୍ସ କଲେଜର ଚେୟାରମ୍ୟାନ୍ ଶ୍ରୀ ରାମଚନ୍ଦ୍ର ପାତ୍ର ସ୍ୱହସ୍ତରେ ଛାତ୍ରଛାତ୍ରୀମାନଙ୍କୁ ବିତରଣ କରିଥିଲେ। ମନ୍ଦିର ଅଧ୍ୟକ୍ଷ ଶ୍ରୀପାଦ ଅମାଇ ଦାସ ଏବଂ ଇସ୍କନ ୟୁଥ୍ ଫୋରମ ନିର୍ଦ୍ଦେଶକ ଶ୍ରୀପାଦ ଅସିତ କୃଷ୍ଣ ଦାସ ଜଣାଇଥିଲେ ଯେ ଆଗାମୀ ଦିନରେ ମନ୍ଦିର କାର୍ଯ୍ୟକ୍ରମ ବହୁଳ ମାତ୍ରାରେ ବୃଦ୍ଧି ପାଇବ ଏବଂ ଆହୁରି ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦାନ କରିବେ। ସମ୍ବଲପୁରରୁ ହେମନ୍ତ ଭୈସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।